ସେଥିପାଇଁ ଆପଣ ପାଖକୁ ନେଇ ଆସିଲି। ଆଚ୍ଛା ଆଚ୍ଛା ଭଲ ହେଲା। ତାହେଲେ ତାକୁ ଟିକେ ଦେଖେଇ ଦଉନୁ। ବୁଲେଇ ସାରି ଦେଲେଣି ସବୁ। ହଉ ତୁମେ ଟିକେ ଅପେକ୍ଷା କର, ମୁଁ ୟାଙ୍କ କଥା ବୁଝିବି। କଣ କହୁଛ? ଭାଇ ଭାଇ ଏଥର ଭଲ ପଡ଼ିବି ଭାଇ, ଆଉ କେବେ ବି ଭୁଲ କରିବି ନାହିଁ। ଏଥର ସବୁ ପ୍ରଶ୍ନର ଉତ୍ତର ଠିକ୍ ଲେଖିବି ଭାଇ। ବଞ୍ଚିଗଲ, ଯାଅ ଯାଅ, ଆଉ ତମ କଥା ବୁଝିବି। ଆଉ ରଖିଲେ ନାହିଁ। କଣ ଆଉ କରିବେ, ମାସିକ ପରୀକ୍ଷାରେ ସମସ୍ତେ 25ରୁ 15 ତଳକୁ ରଖିଛନ୍ତି। ପାଠ ପଢିବେନି ମାନେ ବାପା ମାଙ୍କଠୁ ଗାଳି ଶୁଣିବୁ ଆମେ। ତାଙ୍କ ପାଇଁ ତାଙ୍କ ପିଲା ସବୁ 100ରୁ 100 ରଖିବା ଷ୍ଟାଣ୍ଡାର୍ଡ। ଆରେ ଝିଅ, ତୁମେ କଣ ଅଲଗା ଦୁନିଆରେ ଆସିଛ କି? ଏଠାରେ ପିଲା ବଡ଼ କରି ସମସ୍ତେ ଜାଣନ୍ତି। ବହି ଅଛି ପଢନ୍ତି, ପ୍ରଶ୍ନ ଉତ୍ତର କରନ୍ତି, ହସ୍ତାକ୍ଷର ବି ଲେଖନ୍ତି, ମାସିକ ପରୀକ୍ଷାରେ ବି ବସନ୍ତି। କେତେ ଶିଖିଲେ କି ନାହିଁ ଆମେ ସେଇଠୁ ଜାଣୁ। ସେଥିପାଇଁ ତ ଆମ ସ୍କୁଲ ଭଲ ନା। ଚାକିରି ଆଉ କଣ? ଶିଖିଲେ କଣ? ବହି ଖାତା ବିଷୟ ପ୍ରଶ୍ନ ଉତ୍ତର ଯାହା ଘଷିଲେ ତାହା କଣ ଜୀବନରେ କାମରେ ଆସିବ? ମୁଁ ଜାଣିନି ତମ ପ୍ରଶ୍ନର ଉତ୍ତର। ଦର୍ଶକ ଆପଣ ଜାଣିଛନ୍ତି କୁହନ୍ତୁ, ମୁଁ ଚାଲିଲି। ପ୍ରଶ୍ନ ମନେ ଅଛି ତ ନା ଆଉ ଥରେ କହିବି? ହଉ କହିଦଉଛି, କାରଣ କଷ୍ଟିଆ ପ୍ରଶ୍ନଟା ମନେ ନଥିବ। ବହି କଥା ସବୁ ଆମ ଜୀବନରେ କି ଦରକାରରେ ଆସିବ, ଆମେ ଶିଖିଲେ କଣ? ଦର୍ଶକଙ୍କଠୁ ଉତ୍ତର ଶୁଣିଯିବ। ମୁଁ ଚାଲିଲି। ସବୁ ଘର ସ୍କୁଲ କଣ ଏମିତି? ହଁ ପାଖାପାଖି। ଶିଖନ୍ତି କଣ? ମୋର ଆଉ ଦେଖିବାର ନାହିଁ। ମୁଁ ତମେ ଫେରି ଯାଉଛି। ସତରେ ଚାଲିଯିବ? କହୁଛି ତ ଯିବି। ସତ ପୁଣି କଣ? ଏବେ ମୁଁ ବି ଯିବି ତୁମ ସାଙ୍ଗରେ, ତୁମ ରାଜ୍ୟ ବୁଲି ଆସିବି। ଆମ ରାଜ୍ୟକୁ ସମସ୍ତେ ଏମିତି ଯାଇପାରିବେନି ସ୍ପନ୍ଦନ। ସେଠାକୁ ଯିବା ପାଇଁ ଇଚ୍ଛା ଶକ୍ତି ଦରକାର, ତୀବ୍ର ଅଭିଳାଷ। ଏତକ ହେଲେ ବି ଯଥେଷ୍ଟ ହେବନି, ପ୍ରଚେଷ୍ଟା ବି ଦରକାର। ନିଜକୁ ନୂତନ ଜୀବନ ବଞ୍ଚିବା ପାଇଁ ହେଲେ ନିଜକୁ ଯଜ୍ଞ କରି ତିଆରି କରିବା ଦରକାର। ପୃଥିବୀ ଓ ବିବର୍ତ୍ତନକୁ ଜାଣିବାକୁ ଦରକାର। ଏତେ କଥା ମୁଁ ଜାଣିନି। ମୋର ତ ଇଚ୍ଛା ଅଛି, ଅଭ୍ୟାସ ଅଛି। ବିବର୍ତ୍ତନ ଓ ପ୍ରକୃତିକୁ ଏ ମ୍ୟୁଜିୟମ ତିଆରି ଅବସରରେ ଜାଣିବାର ସୁଯୋଗ ପାଇଛି। ବାକି ରହିଲା ପ୍ରଚେଷ୍ଟା। ଏଇଟା କେମିତି ହବ କରିବାକୁ ବତେଇଦେଲେ କଣ ମୁଁ କରିପାରିବିନି? ପାରିବି ନା ନିଶ୍ଚୟ। କଣ ଆଦେଶ? ତମେ କଣ ମୋ ପାଇଁ ଏତେ କରିପାରିବନି? ହଁ ପାରିବି। ହେଲେ ଖୁବ କମ ଦିନ ପାଇଁ ତୁମେ ସେଠାକୁ ଯିବ। ଆଉ କିଛି ଶିଖିବାର ଉଦ୍ଦେଶ୍ୟ ନେଇ ତୁମେ ସେଠାକୁ ଯିବ। ମତେ କଥା ଦେବାକୁ ହେବ ଯେ ସେଠାରୁ ଫେରିଲା ପରେ ପ୍ରଚେଷ୍ଟା ବି ଆରମ୍ଭ କରିଦେବ। ହଁ ଆଦ୍ୟାଶା, ମୁଁ କଥା ଦଉଛି, ମୁଁ ଆରମ୍ଭ କରିବି ପ୍ରଚେଷ୍ଟା। ସେଇ ନୂତନ ଜୀବନର ସ୍ୱପ୍ନ ନେଇ। Oh,